ଆମ ଦେଶରେ ଏମିତି କିଛି ଜାଗା ଅଛି ଯାହା ପଛର କାହାଣୀ ଏବେ ବି ରହସ୍ୟ ଘାରରେ। ତାକୁ ଯେତେ ସମାଧାନ କରିବାକୁ ଚାହିଁଲେ ବି ସେଥିରୁ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସେ। ଏମିତି ଏକ ରହସ୍ୟ ଅଛି ରାଜସ୍ଥାନର ଗୋଟେ ଛୋଟିଆ ଗାଁରେ। ଲୋକମାନଙ୍କଠୁ ଶୁଣାଯାଏ ଯେ ଏ ଗାଁ ହେଉଛି ଅତୃପ୍ତ ଆତ୍ମାଙ୍କ ଇଲାକା, ଯେଉଁଠି ରାତିରେ ମୃତ୍ୟୁ ଛଡ଼ା ଆଉ କିଛି ବି ମିଳେନି। ଏଠି ଲୋକମାନେ ଦିନରେ ଆସିବାକୁ ବି ଡରନ୍ତି। ଏମିତି ବି ଗୋଟେ ଦିନ ଥିଲା, ଏଠି ବି ଲୋକେ ବହୁତ ହସ ଖୁସିରେ ବଞ୍ଚୁଥିଲେ। କିନ୍ତୁ ଗୋଟିଏ ଘଟଣା କାରଣରୁ ସାରା ଗାଁଟା ଜନଶୂନ୍ୟ ହେଇଗଲା। ରାଜସ୍ଥାନର ମାତ୍ର 18 କିଲୋମିଟର ଦୂରରେ ପଡ଼େ କୁଲଧରା ଗାଁ। କୁଲଧରା ଗାଁ ପାଖରେ ଥିବା 45ଟି ଗାଁ ଭିତରୁ ଗୋଟିଏ ଥିଲା। ଶୁଣିବାକୁ ମିଳେ ଏହି 45ଟି ଗାଁର ଲୋକେ ଗୋଟିଏ ରାତିରେ ନିଜର ଘରଦ୍ୱାର ଛାଡ଼ି ଚାଲି ଯାଇଥିଲେ, ଆଉ ଗଲାବେଳେ ଅଭିଶାପ ଦେଇଗଲେ ଏହି ଗାଁରେ ଆଉ କେହି ବି ରହିପାରିବେ ନାହିଁ। ସେବେଠୁ ଏହି ଗାଁ ଜନଶୂନ୍ୟ ହୋଇପଡ଼ିଛି। ଆଉ ଶୁଣାଯାଏ ଯେ 600 ପରିବାର ପ୍ରଥମେ ଏହି ଗାଁକୁ ତିଆରି କରିଥିଲେ। ସେମାନେ ଥିଲେ ପାଲିବାନ ବ୍ରାହ୍ମଣ। ଏ ଘରଗୁଡ଼ିକ ଏମିତି ଇଟା ପଥରରେ ତିଆରି ହୋଇଥିଲା ଯେ ଏଠି କେବେ ବି ଗରମ ହେଉନଥିଲା। ଏ ଗାଁ ଲୋକେ କେବେ ବି ନିଜ ଘରେ ତାଲା ପକାଉନଥିଲେ। ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଦୂରତା ଥିଲା। ଏମାନଙ୍କର ମୁଖ୍ୟ କାମ ଥିଲା ଚାଷ ଆଉ ପଶୁପାଳନ। ଏ ଗାଁ ଲୋକେ ବହୁତ ଶାନ୍ତ ଥିଲେ। ହେଲେ ପ୍ରଶ୍ନ ଉଠୁଛି ଯେ ଏମିତି କ'ଣ ହେଲା ଯେଉଁଥିପାଇଁ ତାଙ୍କୁ ଘର ଛାଡ଼ି ଯିବାକୁ ପଡ଼ିଲା। ଏହାର କାରଣ ଥିଲା ସେଠିକାର ମନ୍ତ୍ରୀ ସାଲିନ ସିଂ। ସେ 7 ଜଣଙ୍କୁ ବାହା ହେଇଥିଲା। ତଥାପି ତାର ଖରାପ ନଜର କୁଲଧରା ଗାଁର ମୁଖିଆ ତା ଝିଅ ଉପରେ ପଡ଼ିଥିଲା। ସେ ଯେକୌଣସି ପରିସ୍ଥିତିରେ ବି ତାକୁ ପାଇବାକୁ ଚାହୁଁଥିଲା। ସେ ଝିଅଟିକୁ ପାଇବାକୁ ପୁରା ପାଲିବାନ ବ୍ରାହ୍ମଣଙ୍କ ଉପରେ ଅତ୍ୟାଚାର କଲା। ଆଉ ଗୋଟେ ଦିନ ମଦ ପିଇ ଦେଇ ମୁଖିଆ ଘରକୁ କହି ପଠେଇଲା ଯେ ଯଦି ଆସନ୍ତା ପୂର୍ଣ୍ଣିମା ଭିତରେ ତାକୁ ସେ ଝିଅ ନ ମିଳେ ତେବେ ସେ କୁଲଧରା ଗାଁ ଉପରେ ଆକ୍ରମଣ କରିବ, ଆଉ ସେ ଝିଅକୁ ଉଠେଇ ନେବ। ସେତେବେଳେ ଗାଁ ଲୋକଙ୍କ ପାଇଁ ଏ ଥିଲା ଛାତିଥରା ବିଷୟ। ଗୋଟିଏ ପଟେ ଥିଲା ନିଜ ଗାଁ, ନିଜ ଜନ୍ମ ମାଟି, ଆଉ ଗୋଟେ ପଟେ ଥିଲା ନିଜ ଝିଅ। ଏହି କଥାର ନିର୍ଣ୍ଣୟ ନେବାକୁ ପୁରା 45ଟି ଗାଁର ଲୋକେ ଗୋଟିଏ ମନ୍ଦିରରେ ଏକାଠି ହେଲେ। ଶେଷରେ ନିର୍ଣ୍ଣୟ ନେଲେ, ଯାହା ହେଇଯାଉ ପଛେ ଆମେ ଆମ ଝିଅକୁ ସେ ଦୁଷ୍ଟ ସାଲିନ ସିଂ ହାତରେ ଦେବୁନି। ତାପରେ ସବୁ ଗାଁ ଲୋକେ ସେ ଜାଗା ଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ସାଲିନ ସିଂ ଏ ବିଷୟରେ ଜାଣିପାରିଥିଲା। ସେଥିପାଇଁ ସେ ପୁରା ଗାଁ ଚାରିପଟେ ପାଚେରୀ ତିଆରି କରିଦେଲା, ଯେମିତି ପାଚେରୀ ଡେଇଁ କେହି ଯାଇପାରିବେ ନାହିଁ। ହେଲେ ରାତି ପାହିଲା ପୂର୍ବରୁ 45ଟି ଗାଁର ପ୍ରାୟ 5000 ପରିବାର ସେ ଗାଁ ଛାଡ଼ି ଚାଲି ଯାଇଥିଲେ। କେହି ବି ତାର ପତ୍ତା ପାଇଲେ ନାହିଁ। ଆଉ ଯେଉଁ ଅଭିଶାପ ଦେଇଗଲେ ତାହା ଆଜି ବି ସେମିତି ଜୀବିତ ଅଛି। ଦିନେ ହସିଲା ପୁରିଲା ଗାଁଟି ଆଜି ଅତୃପ୍ତ ଆତ୍ମାଙ୍କ ଅଧୀନରେ ଅଛି। ଏବେ ବି କୁଲଧରା ଗାଁରେ 600ରୁ ଅଧିକ ଘର, ଗୋଟିଏ ମନ୍ଦିର, ଗୋଟିଏ କୂଅ ଆଉ ଗୋଟିଏ ପୋଖରୀ ଯାହାକି ଭାଙ୍ଗିରୁଜି ଅଛି। ଆଉ ଶୁଣିବାକୁ ମିଳେ ଯେ ଏଠିକି ବୁଲିବାକୁ ଆସୁଥିବା ଲୋକମାନଙ୍କୁ ଆଜି ବି ସେ ପାଲିବାନ ବ୍ରାହ୍ମଣଙ୍କର ଚିତ୍କାର ଶୁଣିବାକୁ ମିଳେ। ଆଉ କେବେ କେବେ ସ୍ତ୍ରୀ ଲୋକ କଥା ହେଉଥିବାର ଶବ୍ଦ, ତାଙ୍କ ଚୁଡ଼ିର ଶବ୍ଦ ଆଉ ତାଙ୍କ ପାଉଁଜିର ଶବ୍ଦ ଶୁଣାଯାଏ। ସେଠି ପ୍ରଥମରେ ଗୋଟିଏ ଘର, ଯେଉଁଠି ଗୋଟିଏ ସ୍ତ୍ରୀ ଲୋକ ଓ ଗୋଟିଏ ଛୋଟ ଛୁଆକୁ ଦୌଡ଼ୁଥିବାର ଦେଖାଯାଏ। ଦ୍ୱିତୀୟରେ ସେଠାକାର ମନ୍ଦିର। ସେହି ମନ୍ଦିରରେ କୌଣସି ବି ମୂର୍ତ୍ତି ନାହିଁ, କିନ୍ତୁ ସେଠି ଅଧିକ ଭୟ ଲାଗେ। ସେଠି ସବୁ ଅଜବ ପ୍ରକାରର ଶବ୍ଦ ଶୁଣିବାକୁ ମିଳେ। ଏଠିକୁ ଯିଏ ବି ବୁଲିବାକୁ ଆସିଛନ୍ତି ସଞ୍ଜ ହେବା ମାତ୍ରେ ସେଠୁ ଚାଲିଯାଆନ୍ତି। ଆଉ ଯିଏ ବି ସେ ଘରେ ରହିବାକୁ ଯାଉଛି ହୁଏତ ତାର ମୃତ୍ୟୁ ହେଉଛି, ନହେଲେ ସେ ବର୍ବାଦ ହେଇଯାଉଛି। ତ ସାଙ୍ଗମାନେ, ଇଏ ତ ଥିଲା ଆଜିର କାହାଣୀ। ଆଜିର କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ଯାହାଫଳରେ ଆଗକୁ ଏମିତି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତ ପୁଣି ଦେଖା ହେବ ଆଉ ଗୋଟେ ଭୟାନକ କାହାଣୀ ସହ। ସେତେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।